ओम नमः शिवाय। प्रतिवर्ष फाल्गुन मास कृष्ण पक्ष चतुर्दशी तिथि रे महाशिवरात्रि पालन करा जायଥାଏ। ଏହି ବର୍ଷ 2026 ମସିହାରେ ଫେବୃଆରୀ 15 ତାରିଖ ରବିବାର ଦିନ ଶିବରାତ୍ରି ପଡୁଛି। ଆସନ୍ତୁ ଜାଣିବା ମହାଶିବରାତ୍ରି ଆମେ କିପରି ପାଳନ କରିବା ଏବଂ କିପରି ମହାଦେବଙ୍କର ଆମେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ପ୍ରଥମେ ଶିବରାତ୍ରିର ସକାଳୁ ଉଠି ସ୍ନାନ କରି ଧୂଆ ବସ୍ତ୍ର ପରିଧାନ କରି ମନ୍ଦିର ଯିବା। ମନ୍ଦିର ଯିବା ପୂର୍ବରୁ ଆମେ ପୂଜା ପାଇଁ ଫୁଲ ଓ ଭୋଗ ସଜେଇବା। ତ ଭୋଗରେ କଣ କଣ ନବା? ଭୋଗରେ ଅରୁଆ ଚାଉଳ, ଘିଅ, ମହୁ, ମିଠା, ଦହି ଏବଂ କଦଳୀ, ଫଳ ଆପଣ ଆଡ୍ କରିପାରିବେ। ଫଳ ସବୁ ନବା। ଦେନ୍ ତାପରେ ଫୁଲରେ କଣ କଣ ଅଛି? କଣ ମହାଦେବଙ୍କୁ ପସନ୍ଦ? ଫୁଲରେ ମହାଦେବଙ୍କର ସବୁଠୁ ପ୍ରିୟ ହେଲା ଦୁଦୁରା ଫୁଲ, କନିଅର ଫୁଲ, ଅରଖ ଫୁଲ ଏବଂ ଗୋଟେ ଫୁଲ ଅଛି ଯୋଉଟା ମେନ୍ କେବଳ ଗୋଟେ ଦିନ ବର୍ଷରେ ଲାଗିଥାଏ ମହାଦେବଙ୍କ ଉପରେ, ତାହା ହେଲା କେତକୀ ଫୁଲ। କେତକୀ ଫୁଲ ଯଦି ଆପଣଙ୍କୁ ମିଳୁଛି ଆପଣ ନିଶ୍ଚୟ ନିଅନ୍ତୁ। କେତକୀ ଫୁଲଟା ନେଇ ମହାଦେବଙ୍କ ଉପରେ ଲାଗୁ କରନ୍ତୁ। ଆପଣଙ୍କର ମନସ୍କାମନା ବହୁତ ଜଲ୍ଦି ପୂର୍ଣ୍ଣ ହୋଇଥାଏ। ତ ଆପଣ ଏସବୁ ରେଡି କଲେ। ଦେନ୍ ତା ସହିତ 108 ବେଲପତ୍ର ଯାହା ନିଶ୍ଚୟ ନେଇକି ଯିବେ। ମନ୍ଦିର ଗଲେ ପ୍ରଥମେ ମନ୍ଦିର ଯାଇ ନନ୍ଦୀକୁ ଦର୍ଶନ କରିବେ। ନନ୍ଦୀକୁ ପୂଜା କରିବେ, ତାଙ୍କୁ ଅକ୍ଷତ ଏବଂ ଫୁଲ ଅର୍ପଣ କରିବେ ଏବଂ ତାଙ୍କ କାନରେ ନିଜର ଗୁହାରି ଶୁଣାଇବେ। କାରଣ କୁହାଯାଏ ଯେ ମହାଦେବ ନନ୍ଦୀଙ୍କ ମାଧ୍ୟମରେ ହିଁ ସମସ୍ତଙ୍କର ସମସ୍ୟା ବୁଝିଥାନ୍ତି ଏବଂ ତାର ସମାଧାନ କରିଥାନ୍ତି। ତାପରେ ଆପଣ ଯିବେ ମହାଦେବଙ୍କ ପାଖକୁ। ସେଠି ନନାଙ୍କୁ ପଚାରି ମହାଦେବଙ୍କ ଉପରେ ଜଳ ଲାଗି କରିବେ। ଯଦି ନନା ବି ଜଳ ଢାଳୁଛନ୍ତି ତାହେଲେ କିଛି ଅସୁବିଧା ନାହିଁ, କାରଣ ତାହା ପୁଣ୍ୟ ବି ଆପଣଙ୍କୁ ହିଁ ମିଳିବ। ଯଜମାନର ହିଁ କଲ୍ୟାଣ ହୋଇଥାଏ। ଶିବରାତ୍ରିରେ ଯଦି ଆପଣ ଉପବାସ ରଖିବାକୁ ଚାହୁଁଛନ୍ତି ଆପଣ ରଖିପାରିବେ। 3ଟି ଉପାୟ ଅଛି। ପ୍ରଥମେ ତ ହେଲା ନିର୍ଜଳା ଉପାସ, ମାନେ ପାଣି ବି ଟିକେ ପିଇବେନି। ଦେନ୍ ସେକେଣ୍ଡ ହେଲା ଖାଲି ପାଣି ପିଇ ଉପାସ ରଖିପାରିବେ। ମାନେ ଯେତେବେଳେ ଭୋକ ଲାଗିବ ଜୋରରେ ସେତେବେଳେ ଟିକେ ପାଣି ପିଇ ପାରିବେ ଖାଲି। ଆଉ ଥାର୍ଡ ହେଲା ଫଳ ଖାଇକିରି ଓନ୍ଲି, ମାନେ ଦିନ ସାରା ଆପଣ ଫଳ ଥରେ କିମ୍ବା 2 ଥର ଖାଇପାରିବେ। ଫଳ ଖାଇକିରି ଉପାସ ରଖିପାରିବେ। ଆପଣଙ୍କର ହେଲ୍ଥ ଅନୁସାରେ ଆପଣ ସେଇ ହିସାବରେ ଯେତିକି କରିପାରିବେ କରନ୍ତୁ। ତାପରେ ରହିଲା ସନ୍ଧ୍ୟା ପୂଜା। ସନ୍ଧ୍ୟାରେ ଆପଣ କଣ କରିବେ? ସନ୍ଧ୍ୟାରେ ଆପଣ ଜାଣିଛନ୍ତି ଜାଗରରେ ପୁରା ଜାଗ୍ରତ ରହି ଦୀପ ଜାଳନ୍ତି ମହାଦୀପ ଉଠିବା ଯାଏ। ତ ସେଥିପାଇଁ ଆପଣ ଘରେ ପ୍ରଥମେ ଦୀପ ପ୍ରସ୍ତୁତ କରନ୍ତୁ। ସେଥିପାଇଁ କଣ ନେଇକି ଯିବେ? ଦୀପ, ସଳିତା, ଘିଅ ଆଉ ଚାଉଳ, ଫୁଲ ନେଇକି ମନ୍ଦିର ଯିବେ। ମନ୍ଦିରରେ ଗୋଟେ ଭଲ ଜାଗା ଦେଖି ବସିବେ। ପ୍ରଥମେ ଦୀପ ଯୋଉଠି ଆପଣ ଲଗେଇବେ ସେ ଜାଗାଟାକୁ ସଜେଇବେ। ଆଗେ ପ୍ରଥମେ ଚାଉଳ ରଖିବେ, ଚାଉଳ ଉପରେ ଦୀପ, ଦୀପରେ ଘିଅ ଦେଲେ, ସଳିତା ଦେଲେ, ତାପରେ ଦୀପ ଚାରିପଟେ ଫୁଲ ସଜେଇବେ। ଗୋଟେ ଭକ୍ତି ଭାବ ଆସିଥାଏ। ତାପରେ ଆପଣ ଦୀପ ଲଗେଇବେ। ଦୀପ ଲଗେଇ ଧ୍ୟାନରେ ବସିବେ। ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ। ଏହିପରି 108 ଥର ଆପଣ ମନରେ ଧ୍ୟାନ କରିବେ। ମହାଦେବଙ୍କୁ ସ୍ମରଣ କରି ଆପଣଙ୍କ ଯାହା ଦ୍ୱନ୍ଦ୍ୱ ଅଛି, ଯାହା ସମସ୍ୟା ଅଛି ଜଣେଇବେ। ଧ୍ୟାନରେ ଭକ୍ତିର ସହିତ ଆପଣ ଦୀପ ଜାଳିବେ। ସାଧାରଣତଃ ମହାଦୀପ ଉଠିବା ଯାଏ ଦୀପ ଜଳା ହେଇଥାଏ। ଯଦି ଆପଣ ମହାଦୀପ ଉଠିବା ଯାଏ ବସି ପାରୁଛନ୍ତି ତାହେଲେ ବହୁତ ଭଲ କଥା। ନହେଲେ ଆପଣ ମନ୍ଦିରର ଯେଉଁ ସ୍ଥାନରେ ସବୁ ଦୀପ ରଖା ହେଇଥାଏ, ଦୀପ ଜଳା ହେଇକି ରଖା ହେଇଥାଏ, ଆପଣ ନିଜ ଦୀପ ସେଇଠି ରଖି ଆପଣ ଯେତେ ପର୍ଯ୍ୟନ୍ତ ବସି ପାରୁଛନ୍ତି ବସିବେ। ତାପରେ ଆପଣ ଘରକୁ ଆସି ରହିପାରିବେ। ତ ଆମେ ଜାଣିବା ଏବେ ଜାଗର ବ୍ରତ କଲେ କଣ ଲାଭ ପ୍ରାପ୍ତି ହୋଇଥାଏ। ତ ଜାଗର ବ୍ରତ କଲେ ସବୁଠୁ ମେନ୍ ଯାହା ଲାଭ ହୋଇଥାଏ ତାହା ହେଲା ମୋକ୍ଷ ପ୍ରାପ୍ତି ହୋଇଥାଏ। ମୋକ୍ଷ ପ୍ରାପ୍ତି ଗୋଟେ ସହଜ ଜିନିଷ ନୁହେଁ। ମୋକ୍ଷ ପ୍ରାପ୍ତି ହୋଇଥାଏ ଆପଣ ଯଦି ଜାଗର ବ୍ରତ କରୁଛନ୍ତି। ଦେନ୍ ସେକେଣ୍ଡ ହେଲା ଆପଣଙ୍କର ଯାହା ସମସ୍ୟା ଅଛି, ଯାହା ସମସ୍ୟାକୁ ଭାବିକିରି ସମାଧାନ ହେଇଯିବ। ସେଥିପାଇଁ ଆପଣ ଜାଗର ବ୍ରତ କରୁଛନ୍ତି। ଯଦି ଆପଣ ଠିକ ନିୟମ ଅନୁସାରେ କରିବେ ତାହେଲେ ସେ ସମସ୍ୟାର ସମାଧାନ ହୋଇଥାଏ। ବିବାହ ଟିକେ ଲେଟ୍ ହଉଛି କିମ୍ବା କିଛି ପରିବାରରେ ଅଶାନ୍ତି ଅଛି, କିଛି ଜିନିଷ ଆପଣ ହବା କଥା ହେଇପାରୁନି, ଚାକିରି ଫାକିରିରେ ପ୍ରୋବ୍ଲେମ୍ ହଉଛି, ସେ ସବୁ ଆପଣ କରିପାରିବେ। ତ ଜାଗର ବ୍ରତର ଲାଭ ହେଲା ସେ ଜାଣିଲେ। ଆପଣ ମହାଶିବରାତ୍ରି ବ୍ରତକୁ ଭକ୍ତିର ସହିତ ମହା ଆଡ଼ମ୍ବରରେ ପାଳନ କରନ୍ତୁ। ଆପଣଙ୍କ ମନସ୍କାମନା ନିହାତି ପୂର୍ଣ୍ଣ ହେବ। ଓମ୍ ନମଃ ଶିବାୟ। ଧନ୍ୟବାଦ।